ପାଣି କେବେ କାହିଁକି? ଭୋଜନର ତୁରନ୍ତ ବାଦ ଅଧିକ ପାଣି ପିଇଲେ ମେଦ ବୃଦ୍ଧି ପେଟ ବୃଦ୍ଧି ଘଟିଥାଏ। ଭୋଜନର 1 ଘଣ୍ଟାରୁ 2 ଘଣ୍ଟା ପରେ ପାଣି ପିଇଲେ ଅଧିକ ଉପକାର କରିଥାଏ। ଖାଇବା ପରେ ସଙ୍ଗେ ସଙ୍ଗେ ପାଣି ପିଇଲେ ପାଚନ ସଂସ୍ଥାନ ଗଡ଼ବଡ଼ ହୋଇଥାଏ। ଖାଦ୍ୟ ହଜମ ଠିକ୍ ଭାବରେ ହୁଏ ନାହିଁ। ଶୋଇବା ଆଗରୁ ପାଣି ପିଇବା ଦରକାର। ଏହା ଦ୍ୱାରା ନିଦ ଠିକ୍ ହୁଏ, ସ୍ୱପ୍ନ ଦୋଷ ରହେ ନାହିଁ। ଉପବାସ କରିଥିଲେ ଶୋଷ ଲାଗୁ ବା ନ ଲାଗୁ ମଝିରେ ମଝିରେ ପାଣି ପିଇବା ଦରକାର। ଏହା ଦ୍ୱାରା ଶରୀରର ମଇଳା ଅଂଶ ପରିସ୍ରା ଆକାରରେ ବାହାରି ଆସେ। ତୁରନ୍ତ ପାଣି ପିଇ ଗରମ ଗରମ ଚା, କଫି, କ୍ଷୀର ନ ପିଇବା ଭଲ। ଗରମ ଗରମ ଖାଦ୍ୟ ବା ପାନୀୟ ପେଟ ଭିତରକୁ ପଠାଇ ତୁରନ୍ତ ଥଣ୍ଡା ପାଣି ପିଇବା ମଧ୍ୟ ହିତକର ନୁହେଁ। ଶୋଇ ଉଠି ସଙ୍ଗେ ସଙ୍ଗେ ପିଇବା ଉଚିତ ନୁହେଁ। ଏହା ଦ୍ୱାରା ସର୍ଦ୍ଦି ଧରିପାରେ, ମୁଣ୍ଡ ବିନ୍ଧିପାରେ। ପରିସ୍ରା କରି ତୁରନ୍ତ ପାଣି ପିଇବା ବା ପାଣି ପିଇ ସାରି ପରିସ୍ରା କରିବା ଠିକ୍ ନୁହେଁ। କାକୁଡ଼ି, କ୍ଷୀରା, ତରଭୁଜ, ପିଜୁଳି ଆଦି ଖାଇବା ଆଗରୁ ତୁରନ୍ତ ବାଦ ପାଣି ପିଇବା ଉଚିତ ନୁହେଁ। ପ୍ରତ୍ୟେକ କ୍ଷେତ୍ରରେ ବିଜୟ ହାସଲ ପାଇଁ ଇଚ୍ଛା ଶକ୍ତିର ଆବଶ୍ୟକତା ରହିଛି। ଇଚ୍ଛା ଶକ୍ତି ବିନା ବିପଦର ମୁକାବିଲା କରିବା ସମ୍ଭବ ହୋଇପାରେ ନାହିଁ। ଆଳସ୍ୟ, ବିଳାସ ବ୍ୟସନ ମଣିଷକୁ କାବୁ କରି ପକାଏ। ପରମୁଖାପେକ୍ଷୀ ସ୍ୱଭାବ, ନିର୍ଭରଶୀଳତା, ହିଂସା, ପ୍ରତିରୋଧ ମନୋଭାବ ମଣିଷକୁ ନିମ୍ନମୁଖୀ କରାଇଥାଏ। କିନ୍ତୁ ଦୃଢ଼ ଇଚ୍ଛା ଶକ୍ତି, ବିଚାର ବୋଧ, ବିବେକ ଥିଲେ ମଣିଷ କୋଉଠି କୋଉ କ୍ଷେତ୍ରରେ ହାରିଯାଏ ନାହିଁ। ଏଣୁ ନିଜର ଇଚ୍ଛା ଶକ୍ତି ବୃଦ୍ଧି କରି ଜୀବନ ଯାପନ କଲେ ନିଶ୍ଚିତ ସୁସ୍ଥ ଏବଂ ଦୀର୍ଘ ଜୀବନ ଲାଭ କରିହେବ, ଏଥିରେ ସନ୍ଦେହ ନାହିଁ। ବ୍ରାହ୍ମ ମୁହୂର୍ତ୍ତରେ ଉଠିବା ଦରକାର। ଅଧୁଆଁ ମୁହଁରେ ବା ମୁହଁ ଧୋଇ 3 ରୁ 4 ଗ୍ଲାସ ଉଷୁମ ପାଣି, ନଖ ଉଷୁମ ପାଣି ପିଇବା ଦରକାର। ଉଠିବା ଆଗରୁ କେତେକ ଶଯ୍ୟା ବ୍ୟାୟାମ କରାଯାଇପାରେ, ଯଥା ଉତ୍ଥିତ ପଦାସନ, ଶବାସନ, ପବନ ମୁକ୍ତାସନ ଆଦି। ଏହା ଦ୍ୱାରା ମଳ ପରିଷ୍କାର ହୋଇପାରେ। ତାପରେ ନିତ୍ୟ କର୍ମ ଶେଷ କରନ୍ତୁ। ଝାଡ଼ା ସମୟରେ କୁନ୍ଥାନ୍ତୁ ନାହିଁ। ତଲବ ପାଇଁ ବିଡ଼ି, ସିଗାରେଟ, ଖଇନି ଆଦି ବ୍ୟବହାର କରନ୍ତୁ ନାହିଁ। ଭଲ ବ୍ରଶରେ ପେଷ୍ଟ ଲଗାଇ ବା ନିମ୍ବ, କରଞ୍ଜ ଆଦି ଦାନ୍ତ କାଠିରେ ଦାନ୍ତ ଘଷନ୍ତୁ। ଜୟ ଶ୍ରୀ ଜଗନ୍ନାଥ।